जय श्री राम। नमस्कार दर्शक बंधु, आपण माने देखुचंती बीरेन उपचार केंद्र, जेउठी मिले अल्प ज्ञान सुस्थ जीवन, प्राकृतिक घरोई उपचार। बंधुगण, आज आमे जानिबा अणसोरिष बा बणसोरिष गछर औषधीय गुण विषय। ଏହା ଏକ ଜଙ୍ଗଲୀ କ୍ଷୀପ। ଏହା ପଡ଼ିଆ, ଛୋଟିଆ ଜଙ୍ଗଲ ଏପରିକି ବାଡ଼ି ବଗିଚାରେ ମଧ୍ୟ ଦେଖିବାକୁ ମିଳିଥାଏ। ଏହାର ଫଳ ସୋରିଷ ଗଛର ଛୁଇଁ ପରି ହୋଇଥାଏ। ଫଳ ଭିତରେ ଛୋଟ ଆକାରର ସୋରିଷ ପରି ମଞ୍ଜି ରହିଥାଏ। ଗଛର ଆକୃତି ସୋରିଷ ଗଛ ପରି। ଏହା ଅଠାଳିଆ ଜିନିଷ ଥିବା ହେତୁ ଛୁଇଁଲେ ହାତକୁ ଅଠା ଲାଗିଥାଏ। ଏହାକୁ ଚିହ୍ନିବା ଅତି ସହଜ। ସୋରିଷ ପତ୍ର ପରି ଏହାର ପତ୍ର ଏବଂ ପତ୍ର ଗୁଡ଼ିକ ବହୁତ ରୁକ୍ଷ ହୋଇଥାଏ। ବଙ୍ଗଳାରେ ଏହାକୁ ହୁଡ଼ୁ, ହୁଡ଼େ, ବନସତଲତା କହିଥାନ୍ତି। ହିନ୍ଦୀରେ ଏହାକୁ ହୁରହୁଜ କହିଥାନ୍ତି। ବଟାନିକାଲ ନେମ୍ କ୍ଲୋମିକୋ ବିଶୋକା କହିଥାନ୍ତି। ବିଭିନ୍ନ ପ୍ରକାର ରୋଗ ଉପଶମ ନିମନ୍ତେ କାନ ଟଣା ବା କର୍ଣ୍ଣଫୁଳ ପାଏ। ବଣ ସୋରିଷ ପତ୍ର ରସ 2 ଚାମଚ, 2 ରୁ 4 ଟୋପା ମହୁ, ରାଶି ତେଲ 1 ଚାମଚ ଓ ଚିମୁଟାଏ ସୈଣ୍ଡବ ଲବଣ ଏ ସମସ୍ତଙ୍କୁ ଭଲ ଭାବରେ ମିଶାନ୍ତୁ। ସେତି ମିଶ୍ରଣକୁ 2 ରୁ 3 ଟୋପା କାନରେ ପକାଇଲେ ଅତି ଶୀଘ୍ର କର୍ଣ୍ଣଶୂଳ ବା କାନ ଟଣା ଭଲ ହୋଇଥାଏ। ଶୋଥ ରୋଗ ପାଇଁ ବଣ ସୋରିଷକୁ ଶାଗ ଭଳି ଭାଜି ପ୍ରତିଦିନ ଖାଇଲେ ଶୋଥ ବେମାରୀ ଭଲ ହୋଇଥାଏ। କଙ୍କଡ଼ା ବିଛା ବିଷ ହେଲେ ବା କଙ୍କଡ଼ା ବିଛା କାମୁଡ଼ିଲେ, ଯଦି କୌଣସି ବ୍ୟକ୍ତିକୁ କଙ୍କଡ଼ା ବିଛା କାମୁଡ଼ିଥାଏ, ସେହି ବ୍ୟକ୍ତି ବହୁତ କଷ୍ଟ ପାଇଥାଏ। ସେଥିରୁ ମୁକ୍ତ ହେବା ପାଇଁ ବଣ ସୋରିଷ ପତ୍ର କିଛି ଆଣି ହାତରେ ମନ୍ଥି ଦିଅନ୍ତୁ। ସେଥିରୁ ଯେଉଁ ଗନ୍ଧ ବାହାରିବ ତାକୁ ଆଘ୍ରାଣ କଲେ କଙ୍କଡ଼ା ବିଛାର ବିଷ, ଜଳା ଏବଂ ଯନ୍ତ୍ରଣା ଧୀରେ ଧୀରେ ଭଲ ହୋଇଥାଏ। ପରିସ୍ରା ପୋଡ଼ା ବଣ ସୋରିଷ ମୂଳ 2 ରୁ 4 ଗ୍ରାମ ଚାଉଳ ଧୁଆ ପାଣିରେ ବାଟି ପାନ କଲେ ଅତି ଶୀଘ୍ର ପରିସ୍ରା ପୋଡ଼ା ଭଲ ହୋଇଥାଏ। ଏହି ଚିକିତ୍ସା ଦିନକୁ 2 ରୁ 3 ଥର ବ୍ୟବହାର କରିପାରିବେ। ଆବଶ୍ୟକ ପଡ଼ିଲେ ଏହାକୁ 2 ରୁ 3 ଦିନ ପର୍ଯ୍ୟନ୍ତ ଚାଲୁ ରଖିପାରିବେ। ବ୍ରଣ ବଣ ସୋରିଷ ମଞ୍ଜିର କ୍ୱାଥରେ ବ୍ରଣକୁ ଧୀରେ ଧୀରେ ତୁଳାରେ ଛପାଇ ଧୋଇଲେ 4 ରୁ 5 ଦିନ ମଧ୍ୟରେ ବ୍ରଣ ଶୁଖିଯାଇଥାଏ। ଆଜି ଆପଣମାନେ ଜାଣିଲେ ଛୋଟ ଛୋଟ ବହୁତ ସରଳ ଘରୋଇ ଉପଚାର। ଏହିପରି ଉପଚାର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ ଏବଂ ସାଙ୍ଗମାନଙ୍କୁ ସେୟାର ନିଶ୍ଚୟ କରନ୍ତୁ।